ପୁରା ଚାଲିଗଲା ପରେ ସମସ୍ତ ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରି ଆଜି ସ୍ତବ୍ଧ। କାରଣ ସେ ଗୋଟେ ଅଜାତ ଶତ୍ରୁ ଥିଲେ। ମୁଁ ଜାଣିବାରେ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି ଶତ୍ରୁ ନଥିଲେ। ଆମର ଦୀର୍ଘ 40 ବର୍ଷର ସମ୍ପର୍କ ସବୁବେଳେ ଆମର ଦେଖା ହୁଏ। ସେ ଓଡ଼ିଶାରେ ହଉ ମାଡ୍ରାସରେ ହଉ, ସେତେବେଳେ ମାଡ୍ରାସରେ ବହୁତ କାମ ହେଉଥିଲା। ତାପରେ କଳିଙ୍ଗ ଷ୍ଟୁଡ଼ିଓ ହେଲା। ତେଣୁ 40 ବର୍ଷ ଭିତରେ ଆମର ପ୍ରାୟ ରେଗୁଲାର ଦେଖା ସାକ୍ଷାତ ହେଉଥିଲା। OFDC ବୋର୍ଡ଼ରେ ସେ ଥିଲେ, ମୁଁ ଥିଲି। କଳିଙ୍ଗ ଷ୍ଟୁଡ଼ିଓ ବୋର୍ଡ଼ରେ ସେ ଥିଲେ, ମୁଁ ଥିଲି। ଏବଂ ଯେତେବେଳେ ସବୁ ଫିଲ୍ମ ଆୱାର୍ଡ଼ ଫଙ୍କସନ୍ ହୁଏ, ଷ୍ଟେଟ୍ ଆୱାର୍ଡ଼ ହଉ କିମ୍ବା ତରଙ୍ଗ ସିନେ ଆୱାର୍ଡ଼ ବି ହେଉଥିଲା, ସେଥିରେ ବି ଆମେ ବହୁତ ବର୍ଷ ଜୁରି ଏକା ସାଙ୍ଗେ ରହିଛୁ। ତେଣୁ ମୋର ତାଙ୍କ ସାଙ୍ଗେ ବହୁତ ଭଲ ସମ୍ପର୍କ। ସେ ଖାଲି ଭଲ କ୍ୟାମେରାମ୍ୟାନ୍ ନଥିଲେ, ଜଣେ ଭଲ ମଣିଷ ଥିଲେ। ସମସ୍ତଙ୍କୁ ଭଲ ପାଉଥିଲେ, ଯେଉଁଥିପାଇଁ ଆଜି ସମସ୍ତେ ଜୁରି ହେଉଛନ୍ତି ଏବଂ ସମସ୍ତଙ୍କୁ ଏନକରେଜ୍ କରୁଥିଲେ। ବହୁତ କ୍ୟାମେରାମ୍ୟାନ୍ ସୃଷ୍ଟି କରିଛନ୍ତି, ବହୁତ ଲାଇଟମ୍ୟାନ୍ ସୃଷ୍ଟି କରିଛନ୍ତି। ଆଜି ସମସ୍ତେ ଇଣ୍ଡଷ୍ଟ୍ରିରେ ସବୁ ନାମୀ ଦାମୀ କ୍ୟାମେରାମ୍ୟାନ୍ ଏବଂ ଲାଇଟମ୍ୟାନ୍। ତେଣୁ ତାଙ୍କର ସବୁଥିରୁ ଭଲ ଗୁଣ ଅଛି, ଯିଏ ଯଦି ଅସୁବିଧାରେ ପଡ଼ିଥିବ ତାଙ୍କର ପିଠି ଥାପଡ଼ି ଦେଉଥିଲେ ଏବଂ ବାହାର ପର୍ଯ୍ୟନ୍ତ ଯେତେ ପାରିବେ ସାହାଯ୍ୟ କରୁଥିଲେ। ତେଣୁ ମୋ ମତରେ ତ ସେ ଜଣେ ଅଜାତ ଶତ୍ରୁ ଥିଲେ, ଯେଉଁଥିପାଇଁ ଆଜି ଏଣ୍ଟାୟାର ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ପାଇଁ କାନ୍ଦୁଛି। ଖାଲି ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ଯେ ସେ ଯେଉଁଠି ବି ଥାଆନ୍ତୁ, ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏମିତି ଗୋଟେ କୃପା ଦୃଷ୍ଟିରେ ଦେଖୁଥାନ୍ତି ଏବଂ ତାଙ୍କର ଗଢ଼ିଥିବା ମଣିଷମାନେ କେମିତି ଇମ୍ପ୍ରୁଭ୍ କରିବେ ସେ ଉପରେ ବି ସେ ଧ୍ୟାନ ଦେଇଥାନ୍ତି। ଭଗବାନ ତାଙ୍କର ଆତ୍ମାର ସଦ୍ଗତି କରେ।